ରଣପୁର ଗୋପାଳପୁରର ଜଗନ୍ନାଥ ମନ୍ଦିର, ଯେଉଁଠି ମନ ନିଜେ ଠିଆ ହୋଇଯାଏ। ସହରର କୋଳାହଳରୁ ଦୂରେ ରଣପୁର ବ୍ଲକର ଗୋପାଳପୁର ଗାଁ ମାଟି ମଧ୍ୟରେ ଲୁଚି ରହିଛି ଗୋଟିଏ ଶାନ୍ତିର ଠିକଣା। ସେଇଠି ଠାକୁର ବସିଛନ୍ତି ପତିତପାବନ ଶ୍ରୀ ଶ୍ରୀ ଜଗନ୍ନାଥ ରୂପେ। ନାମ ଶୁଣିଲେ ବୁଝାପଡ଼େ ଯେ ପତିତଙ୍କୁ ମଧ୍ୟ କୋଳେଇ ନିଅନ୍ତେ। ସନ୍ଧ୍ୟା ହେଲେ ମନ୍ଦିର ପ୍ରାଙ୍ଗଣରେ ଏକ ଅଦ୍ଭୁତ ଦୃଶ୍ୟ। ଧଳା ଶାଢ଼ୀ ପିନ୍ଧି ମାଆ ମାନେ ଗୋଲ ହୋଇ ବସିଥାନ୍ତି। କାହା ହାତରେ କରତାଳ, କାହା କଣ୍ଠରେ ଭଜନ। ଜୟ ଜଗନ୍ନାଥ ଧ୍ୱନିରେ ଗଛପତ୍ର ମଧ୍ୟ ଯେମିତି ଦୋହରାଏ। ଆଳତୀର ଧୂପର ଗନ୍ଧ ଆଉ ପ୍ରଦୀପର ଆଲୁଅ ଦେଖିଲେ ଦିନ ସାରାର ଥକା ପରିଶ୍ରମ ସବୁ କେଉଁଠି ଉଡ଼ିଯାଏ। ମାଆ ମାନେ ନିଜ ପାଇଁ ନୁହେଁ, ସାରା ଗାଁର ମଙ୍ଗଳ ପାଇଁ ହାତ ଯୋଡ଼ନ୍ତି। ମନ୍ଦିର କମିଟିର ସେବା ଆଉ ବୈକୁଣ୍ଠ ସାହୁଙ୍କ ଗଳାରୁ ବାହାରୁଥିବା ପୁରାଣ ପାଠ ଶୁଣିଲେ ଲାଗେ ସମୟ ଯେମିତି ଅଟକି ଯାଇଛି। କୃଷ୍ଣ ରାଧାଙ୍କ କଥା, ଭକ୍ତ ଭଗବାନଙ୍କ ଲୀଳା ଶୁଣି ଶୁଣି ବୟସ୍କଙ୍କ ଆଖି ଛଳ ଛଳ ହୋଇଯାଏ। ଆଉ ସବୁଠୁ ସୁନ୍ଦର ଦୃଶ୍ୟ ହେଲା ଛୋଟ ଛୋଟ ପିଲାମାନେ। ସେମାନେ ନୃତ୍ୟ କରି ଠାକୁରଙ୍କୁ ଖୁସି କରନ୍ତି। ରାସ ବା ଝୁଲଣା ଯାତ୍ରା ଆସିଲେ ସାରା ଗାଁ ଗୋଟିଏ ରଙ୍ଗରେ ରଙ୍ଗେଇ ହୋଇଯାଏ। ପୁରୁଣା ପ୍ରଥାକୁ ଆଜି ବି ଛାତିରେ ଧରି ରଖିଛନ୍ତି ଏଠିକାର ଲୋକେ। ଏଠାକୁ ଆସୁଥିବା ଲୋକେ କହନ୍ତି ଘରର ଜଞ୍ଜାଳ ଦୁଃଖ ସବୁ ମନ୍ଦିର ଦୁଆରେ ଛାଡ଼ି ଆସେ। ଭିତରକୁ ଯେବେ ପଶେ ମନ ହାଲୁକା ହୋଇଯାଏ। ସତରେ ଏଇଆ ତ ଆଧ୍ୟାତ୍ମିକତାର ଶକ୍ତି। ପତିତପାବନ ଦେବ କେବଳ ଗୋଟିଏ ମନ୍ଦିର ନୁହେଁ, ଏଇଆ ଗୋପାଳପୁର ଆତ୍ମା, ଏଇଆ ଗୋପାଳପୁରର ପର୍ବ ଓ ଗୋପାଳପୁରର ଗର୍ବ। ରଣପୁର ଗୋପାଳପୁର